ପିଲାମାନେ ତୁମେମାନେ କେମିତି ଅଛ? ଭଲ ଅଛ? ଆଜି ଆମେ କ'ଣ କରିବା ପିଲାମାନେ? ମଜା କରିବା? ଚାଲ ପିଲାମାନେ ଆଜି ଆମେ ଏକ ମଜାଦାର ଗପ ପଢ଼ିବା। ଏଇ ଗପ ମାଧ୍ୟମରେ ଆମେ ବହୁତ ଜିନିଷ ବିଷୟରେ ଜାଣିବା ମଧ୍ୟ। ଗପରେ ଗୋଟେ ଜଙ୍ଗଲରେ ପାଠପଢ଼ା ଚାଲିଛି। ଜଙ୍ଗଲରେ ପାଠପଢ଼ା ଚାଲିଛି ପିଲାମାନେ। ଆଉ ପାଠ କିଏ ପଢ଼ୁଛନ୍ତି? ପାଠ ପଢ଼ୁଛନ୍ତି ଜଙ୍ଗଲର ବିଭିନ୍ନ ପଶୁ ପକ୍ଷୀ କୀଟ ପତଙ୍ଗ। ଆଉ ସେମାନେ କେଉଁ ବିଷୟରେ ପାଠ ପଢ଼ୁଛନ୍ତି ତମେ ଜାଣିବା ପାଇଁ ଚାହୁଁଛ କି? ତ ଚାଲ ପିଲାମାନେ ଗୋଟେ ମଜାଦାର ଗପ ମାଧ୍ୟମରେ ଜାଣିବା କି ଜଙ୍ଗଲରେ କ'ଣ ପାଠପଢ଼ା ଚାଲିଛି। ତ ପିଲାମାନେ ଆମେ ଆଜି ତୃତୀୟ ଶ୍ରେଣୀ ଭାଷା ମହକ ବହିର ତୃତୀୟ ପାଠ ଗୋଟିଏ ସୁନ୍ଦର ଗପ ପଢ଼ିବା। ତମେ ଗପଟିକୁ ମନ ଦେଇ ଶୁଣିବ ଓ ବୁଝିବ। ତ ଆରମ୍ଭ କରିବା ପିଲାମାନେ। କହିଲ ଦେଖି ଏଇ ଚିତ୍ରରେ କିଏ କିଏ ଅଛନ୍ତି? ପିଲାମାନେ ଏଇ ଚିତ୍ରଟିକୁ ଧ୍ୟାନ ଦେଇ ଦେଖ ଆଉ କୁହ ଏଇ ଚିତ୍ରରେ କିଏ କିଏ ଅଛନ୍ତି? ହଁ, ଏଇ ଚିତ୍ରରେ ଜଙ୍ଗଲର ବିଭିନ୍ନ ପଶୁ ପକ୍ଷୀ କୀଟ ପତଙ୍ଗ ମାନେ ଅଛନ୍ତି। ଆଚ୍ଛା ପିଲାମାନେ ଏମାନେ କ'ଣ କରୁଛନ୍ତି ବୋଲି ଭାବୁଛ? ଏମାନେ ବାଘର କଥା ଶୁଣୁଛନ୍ତି ଭଳିଆ ଲାଗୁଛି ନାଇଁ? ଆଚ୍ଛା କିଏ କିଏ ଅଛନ୍ତି ପିଲେ? କହିଲ ଏଇ ଚିତ୍ରରେ କିଏ କିଏ ଅଛନ୍ତି? ବାଘ, ମାଙ୍କଡ଼, ସାପ, ପ୍ରଜାପତି, କାଉ। ଆରେ ବାଃ, ଆଉ ବି କେତେ ଜଣ ଅଛନ୍ତି ବୋଧେ? କହିଲ ଦେଖି କିଏ କିଏ ସେମାନେ? କଙ୍କଡ଼ା ବିଛା, ହାତୀ, ବୁଢ଼ିଆଣୀ, ଭାଲୁ, ଆଉ ଗୋଟେ ପକ୍ଷୀ ଅଛି। ହଁ, ମୟୂର ବି ଅଛି ନା? ଏଠି ବୋଧେ ପାଠ ପଢା ଚାଲିଛି। ବାଘ ଗୁରୁଜୀ ହୋଇ କ'ଣ ଗୋଟେ ପଢଉଛନ୍ତି। ପିଲାମାନେ ବାଘ କ'ଣ ଆଜି ଆମେ ଗୋଟେ ମଜାଦାର ଗପ ପଢିବା। କିନ୍ତୁ ଗପଟି ପଢିବା ଆଗରୁ ଆମେ ଗୋଟେ ଚିତ୍ର ବିଷୟରେ ଆଲୋଚନା କରିବା। ବାଘ ଗୁରୁଜୀ କ'ଣ ପଢଉଛନ୍ତି? ତ ଜଙ୍ଗଲ ପାଠଶାଳାକୁ ସମସ୍ତଙ୍କୁ ସ୍ୱାଗତ। ଆମେ ଆଜି ଦେଖିବା ଏହି ପାଠଶାଳାରେ କେଉଁ ବିଷୟରେ ପାଠ ପଢା ଚାଲିଛି। ତ ବାଘ ଏଠି ଗୁରୁଜୀ ହୋଇ କ'ଣ ପଢଉଛନ୍ତି ଜାଣିବା ପାଇଁ ଚାହୁଁଛ କି? ତାହେଲେ ଚାଲ ଦେଖିବା। ବାଘ କହୁଛି, ପିଲାମାନେ କହିଲ ଦେଖି ଗୋଡ଼ ଆମର କ'ଣ ଉପକାର କରେ? ବାଘ ଗୁରୁଜୀର ପ୍ରଶ୍ନ ଶୁଣି ସମସ୍ତେ ଚିନ୍ତାରେ ପଡ଼ିଲେ। ଠିକ୍ ସେତିକି ବେଳେ ମାଙ୍କଡ଼ କହିଲା, ଗୁରୁଜୀ ଗୋଡ଼ରେ ଆମେ ଚାଲୁ, ଖେଳୁ ଆଉ ଦୌଡୁ। ମାଙ୍କଡ଼ର କଥା ଶୁଣି ସାପ କହିଲା, ମୋର ଗୋଡ଼ ନାହିଁ, ମୁଁ ଛାତିରେ ଭରା ଦେଇ ଯିବା ଆସିବା କରେ। ସାପର କଥା ଶୁଣି ବାଘ ଗୁରୁଜୀ କ'ଣ କହିଲେ? ହଁ, ସାପ ପରି ମଧ୍ୟ ଜିଆ, ମାଛ, ଗେଣ୍ଡା, ଜୋକର ବି ଗୋଡ଼ ନାହିଁ। ଠିକ୍ ସେତିକି ବେଳେ ମୟୂର କହିଲା, ଗୁରୁଜୀ ମୋର ଯେମିତି 2ଟି ଗୋଡ଼, ସବୁ ପକ୍ଷୀଙ୍କର ମଧ୍ୟ 2ଟି ଲେଖାଏଁ ଗୋଡ଼ ଅଛି। ହଁ, ମଣିଷର ବି 2ଟି ଗୋଡ଼ ଗୁରୁଜୀ। ମୟୂରର କଥା ଶୁଣି ସାଙ୍ଗେ ସାଙ୍ଗେ ଭାଲୁ ଉତ୍ତର ଦେଲା, କିନ୍ତୁ ମୋର 4ଟି ଗୋଡ଼ ଅଛି ଗୁରୁଜୀ। ସିଂହ, ହରିଣ ଓ ଠେକୁଆ ଭାଇଙ୍କର ବି 4ଟି ଲେଖାଏଁ ଗୋଡ଼। ଏହା ଶୁଣି ମାଙ୍କଡ଼ ସାଙ୍ଗେ ସାଙ୍ଗେ ମଜାରେ କହିଲା, ମୋର ବି ମଧ୍ୟ 4ଟି ଗୋଡ଼। ମୁଁ ମୋ ଆଗ 2 ଗୋଡ଼କୁ ହାତ ପରି କାମରେ ଲଗାଏ। ଏହା ଶୁଣି ହାତୀ ଉତ୍ତର ଦିଏ, ମୋର 5ଟା ଗୋଡ଼ ବୋଲି ଭାବୁଛ କି? ନା ନା, ମୋର ବି 4ଟି ଗୋଡ଼ ଓ ଗୋଟିଏ ଲମ୍ବା ଶୁଣ୍ଢ ଅଛି। ହାତୀର ଉତ୍ତର ଶୁଣି
ବାଘ ଗୁରୁଜୀ ପୁଣି ପ୍ରଶ୍ନ ପଚାରିଲେ। ଆଚ୍ଛା ପିଲାମାନେ କହିଲ, ମଶା ଓ ମାଛିର କେତୋଟି ଗୋଡ଼? ବାଘ ଗୁରୁଜୀଙ୍କ ପ୍ରଶ୍ନ ପୁଣି ସମସ୍ତଙ୍କୁ ଟିକେ ଚିନ୍ତାରେ ପକାଇଲା। ସମସ୍ତେ ଟିକେ ଭାବିଲେ, ମଶା ଓ ମାଛିର କେତୋଟି ଗୋଡ଼ ହୋଇଥିବ? ଠିକ୍ ସେତିକି ବେଳେ ପ୍ରଜାପତି ଉତ୍ତର ଦେଲା। ମଶା ମାଛିଙ୍କର 6ଟି ଗୋଡ଼, ମୋର ବି 6ଟି ଗୋଡ଼। ଜନ୍ଦା, ପିମ୍ପୁଡ଼ି, ଭଅଁର, ମହୁମାଛିର ବି 6ଟି ଲେଖାଏଁ ଗୋଡ଼ ଅଛି ଗୁରୁଜୀ। ପ୍ରଜାପତିର ଉତ୍ତର ଶୁଣି ବାଘ ଗୁରୁଜୀ ଖୁସି ହୋଇ ଆଉ ଗୋଟେ ପ୍ରଶ୍ନ ପଚାରିଲେ। ଅରେ ବାଃ, ଏଥର କହିଲ କାହାର 8ଟି ଗୋଡ଼ ଅଛି? ପୁଣି ସମସ୍ତେ ଟିକେ ଚିନ୍ତାରେ ପଡ଼ିଲେ। 8ଟି ଗୋଡ଼ ଅଛି? କାହାର 8ଟି ଗୋଡ଼ ଥାଇପାରେ? ଠିକ୍ ସେତିକି ବେଳେ ବୁଢ଼ିଆଣୀ ଉତ୍ତର ଦେଲା। ମୋର ପରା 8ଟି ଗୋଡ଼, ମାଙ୍କଡ଼ ରସର ମଧ୍ୟ 8ଟି ଗୋଡ଼। ଆମେ ଜାଲ ବୁଣି ସେଥିରେ ରହୁ। ବୁଢ଼ିଆଣୀର ଉତ୍ତର ଶୁଣି ବାଘ ଗୁରୁଜୀ କହିଲେ, ବହୁତ ଭଲ। ପିଲାମାନେ ଜାଣୁଛ କି, ଗୋଟିଏ କୀଟ ଅଛି, ତାର 30ରୁ ଆରମ୍ଭ କରି 382ଟି ପର୍ଯ୍ୟନ୍ତ ଗୋଡ଼ ହୋଇପାରେ। ଏହି ଅଦ୍ଭୁତ କୀଟର ନାମ ହେଲା ବିଛା। ତୁମେମାନେ କିଏ ବିଛା ଦେଖିଛ କି? ବିଛା? ବିଛା ପୁଣି କ'ଣ? ବିଛା କେଉଁଠି ଥାଏ? ସମସ୍ତେ ପୁଣି ଟିକେ ଭାବିଲେ। ଠିକ୍ ସେତିକି ବେଳେ କାଉ ଉତ୍ତର ଦେଲା। କା କା, ହଁ ମୁଁ ଦେଖିଛି। ସେ ପ୍ରାୟ ଅନ୍ଧାରୁଆ ଓ ଓଦା ଜାଗାରେ ରହେ। ଗଛର ଛାଲି ଭିତରେ ଆଉ ଓଦା ଘାସପତ୍ର ତଳେ ରହେ। ଗୁରୁଜୀ ବହୁତ ଖୁସି ହେଲେ ଓ କହିଲେ, ଅରେ ବାଃ, ତୁମେମାନେ ତ ବହୁତ କଥା ଜାଣିଛ। ତାହେଲେ ଆଜି ଆମେ ଅନେକ ଜୀବଜନ୍ତୁଙ୍କ ଗୋଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ। ଏହା କହି ବାଘ ଗୁରୁଜୀ ଆମ ଗୋଡ଼ ବିଷୟଟି ସମାପ୍ତ କଲେ। ପାଠଶାଳାରେ ଥିବା ସମସ୍ତ ଛାତ୍ରଛାତ୍ରୀ ବହୁତ ଖୁସି ହୋଇଗଲେ। ସେମାନେ ଗୁରୁଜୀଙ୍କୁ ଧନ୍ୟବାଦ ଦେଲେ। ଧନ୍ୟବାଦ ଗୁରୁଜୀ, ଧନ୍ୟବାଦ ଗୁରୁଜୀ, ହେ 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 ହେ, ଧନ୍ୟବାଦ ଗୁରୁଜୀ, ଧନ୍ୟବାଦ ଗୁରୁଜୀ। ତ ପିଲାମାନେ, କେମିତି ଲାଗିଲା ଏଇ ମଜାଦାର ଗପ? ମୁଁ ଆଶା କରୁଛି ସମସ୍ତଙ୍କୁ ଗପଟି ନିଶ୍ଚୟ ଭଲ ଲାଗିଥିବ। ତ ପିଲାମାନେ, ଆମେ ଏଇ ଗପରୁ ବହୁତ ଜିନିଷ ବିଷୟରେ ଜାଣିଲେ। ପଶୁ, ପକ୍ଷୀ, କୀଟ, ପତଙ୍ଗ ମାନଙ୍କର ଗୋଡ଼ ବିଷୟରେ ଜାଣିଲେ। ତାହେଲେ ପିଲାମାନେ, ଆସ ଗୋଟେ କାମ କରିବା। ଗୋଡ଼ ସଂଖ୍ୟା ଅନୁସାରେ ସାରଣୀ ପୂରଣ କରିବା। ଗୋଡ଼ ନଥିବା ପ୍ରାଣୀ, 2ଟି ଗୋଡ଼ ଥିବା ପ୍ରାଣୀ, 4ଟି ଗୋଡ଼, 6ଟି ଗୋଡ଼ ଓ 8ଟି ଗୋଡ଼ ଥିବା ପଶୁପକ୍ଷୀ, କୀଟ, ପତଙ୍ଗ ବିଷୟରେ ଆମେ ଏଠି ଲେଖିବା। ଟିକେ ଚିନ୍ତା କଲ ପିଲାମାନେ, ଆମେ ଗପରୁ କ'ଣ ଜାଣିଲେ? କେଉଁ ପ୍ରାଣୀମାନଙ୍କର ଗୋଡ଼ ନାହିଁ? କେଉଁମାନଙ୍କର 2ଟି, 4ଟି, 6ଟି ଓ 8ଟି ଗୋଡ଼ ଅଛି? ଟିକେ ଚିନ୍ତା କର ପିଲାମାନେ। ଆରେ ବାଃ, ଗୋଡ଼ ନଥିବା ପ୍ରାଣୀମାନେ ହେଲେ ସାପ, ମାଛ, ଗେଣ୍ଡା ଓ ଜିଆ। ଆଚ୍ଛା ପିଲାମାନେ, 2ଟି ଗୋଡ଼ କାହାର କାହାର ଅଛି? ମଣିଷ, ମୟୂର, କାଉ ଓ ବଗ। ଏବେ କହିଲ ପିଲାମାନେ, 4ଟି ଗୋଡ଼ କାହାର କାହାର? ହରିଣ, ହାତୀ, ମାଙ୍କଡ଼ ଓ ଭାଲୁ। ବହୁତ ସୁନ୍ଦର ପିଲାମାନେ। ଏବେ ଟିକେ ଚିନ୍ତା କରି କହ, 6ଟି ଗୋଡ଼ କାହାର ଅଛି? ପ୍ରଜାପତି, ପିମ୍ପୁଡ଼ି, ମଶା ଓ ଜନ୍ଦା। 8ଟି ଗୋଡ଼ ପିଲାମାନେ ଟିକେ ମନେ ପକାଅ। ବାଘ ଗୁରୁଜୀ କହୁଥିଲେ 8ଟି ଗୋଡ଼ର ବି ପ୍ରାଣୀ ଅଛନ୍ତି। କିଏ କିଏ? ବୁଢ଼ିଆଣୀ, ମାଙ୍କଡ଼ସା, କଙ୍କଡ଼ା ଓ କଙ୍କଡ଼ା ବିଛା। ଏମାନଙ୍କର 8ଟି ଲେଖାଏଁ ଗୋଡ଼ ଅଛି, ନାଇଁ? ତାହେଲେ ପିଲାମାନେ, ବର୍ତ୍ତମାନ ତୁମମାନଙ୍କ ପାଇଁ କିଛି ପ୍ରଶ୍ନ ରହିଛି। ତୁମ ପାଇଁ ପ୍ରଥମ ପ୍ରଶ୍ନ କ'ଣ? ଗଳ୍ପରେ କେଉଁ ପ୍ରାଣୀର 4ଟି ଗୋଡ଼ ଓ ଗୋଟିଏ ଲମ୍ବା ଶୁଣ୍ଡ ଅଛି ବୋଲି କୁହାଯାଇଛି? ଭାଲୁ, ହାତୀ,
ମାଙ୍କଡ ନା ସାପ? କହିଲ ପିଲାମାନେ, କେଉଁ ପ୍ରାଣୀର 4ଟି ଗୋଡ଼ ଓ ଗୋଟିଏ ଲମ୍ବା ଶୁଣ୍ଢ ଅଛି? ହଁ, ହାତୀର 4ଟି ଗୋଡ଼ ଓ ଗୋଟିଏ ଲମ୍ବା ଶୁଣ୍ଢ ଅଛି। ତୁମ ପାଇଁ ଦ୍ୱିତୀୟ ପ୍ରଶ୍ନ, ଗଳ୍ପରେ କିଏ ଅନ୍ଧାରୁଆ ଓ ଓଦା ଜାଗାରେ ରହେ ବୋଲି ଆଲୋଚନା ହେଲା? ବିଛା, କଙ୍କଡା, ବୁଢିଆଣୀ ନା ମଶା? କହିଲ ପିଲାମାନେ, କିଏ ଅନ୍ଧାରୁଆ ଓ ଓଦା ଜାଗାରେ ରହେ? ଅନ୍ଧାରୁଆ ଓ ଓଦା ଜାଗାରେ ବିଛା ରହେ। ଆରେ ବାଃ ପିଲାମାନେ, ତମେ ତ ଭଲ ଭାବରେ ପଢିଛ। ଏବେ କହିଲ ପିଲାମାନେ, ସବୁ ପକ୍ଷୀମାନଙ୍କର କେତୋଟି ଗୋଡ଼ ଅଛି ବୋଲି ଗଳ୍ପରେ କୁହାଗଲା? 4ଟି, 6ଟି, 2ଟି ନା 8ଟି? ପକ୍ଷୀମାନଙ୍କର କେତୋଟି ଗୋଡ଼ ଥାଏ? ଆମେ ଆଲୋଚନା କଲେ ନା ଏବେ? ପକ୍ଷୀମାନଙ୍କର 2ଟି ଲେଖାଏଁ ଗୋଡ଼ ଥାଏ। ଆଚ୍ଛା ପିଲାମାନେ, ଏଇ ପ୍ରଶ୍ନର ଉତ୍ତର ଦେଲ। ଗଳ୍ପରେ କେଉଁ ପ୍ରାଣୀର 8ଟି ଗୋଡ଼ ଅଛି? ଜନ୍ଦା, ପ୍ରଜାପତି, ଜିଆ ନା ମାଙ୍କଡସା? କାହାର 8ଟି ଗୋଡ଼ ଅଛି ଟିକେ ଚିନ୍ତା କର। ହଁ, 8ଟି ଗୋଡ଼ ଥିବା ପ୍ରାଣୀ ହଉଛି ମାଙ୍କଡସା। ଆରେ ବାଃ ପିଲାମାନେ, ସବୁ ପ୍ରଶ୍ନର ତମେ ସଠିକ ଉତ୍ତର ଦେଇଛ। ବର୍ତ୍ତମାନ ଆମେ ଗୋଟେ କାମ କରିବା, ମେଳ କରିବା। କଣ ମେଳ କରିବା? ଦେଖ ପିଲାମାନେ, କ ସ୍ତମ୍ଭରେ ଗୋଡ଼ର ସଂଖ୍ୟା ଅଛି ଓ ଖ ସ୍ତମ୍ଭରେ ପଶୁ, ପକ୍ଷୀ, କୀଟ, ପତଙ୍ଗ ମାନଙ୍କର ନାଁ ଅଛି। ଆମେ ମେଳ କରିବା, କାହାର କେତୋଟି ଗୋଡ଼? ତ 2ଟି ଗୋଡ଼ କାହାର ଅଛି? 2ଟି ଗୋଡ଼ ଅଛି ମୟୂରର। ପିଲାମାନେ କହିଲ, 4ଟି ଗୋଡ଼ କାହାର ଅଛି? 4ଟି ଗୋଡ଼ ଅଛି ଭାଲୁର। ବାଃ! 6ଟି ଲେଖାଏଁ ଗୋଡ଼ କାହାର ପିଲାମାନେ? ମଶା। ହଁ, ମଶାର 6ଟି ଲେଖାଏଁ ଗୋଡ଼। 8ଟି ଗୋଡ଼ କାହାର ଅଛି ପିଲାମାନେ? ଚିନ୍ତା କଲ। 8ଟି ଗୋଡ଼ ଅଛି ବୁଢିଆଣୀର। ଆଚ୍ଛା, ତାହେଲେ 30ଟି ଗୋଡ଼ କାହାର ଅଛି? ଭାବ ଭାବ ଭାବ। ବିଛା। ଅନ୍ଧାରୁଆ ଓ ଓଦା ଜାଗାରେ ରହୁଥିବା ବିଛାର 30ଟି ଗୋଡ଼, ନାଇଁ? ତାହେଲେ ପିଲାମାନେ, ସାପର କଣ ଅଛି? ସାପର ତ ଗୋଡ଼ ନାହିଁ, ସେ ଛାତିରେ ଭରା ଦେଇ ଯିବା ଆସିବା କରେ। ବାଃ ପିଲାମାନେ, ବହୁତ ସୁନ୍ଦର। ସମସ୍ତେ ଗପଟିକୁ ମଜାରେ ବୁଝିଛ, ନାଇଁ? ଏବେ ତୁମମାନଙ୍କ ପାଇଁ ଗୋଟେ କାମ ଅଛି, ସମସ୍ତେ ମିଶିକି କରିବା। କଣ ସେଟା? ଦେଖ, ଏଠି ବଣରେ ରହୁଥିବା 3ଟି ଲେଖାଏଁ ପଶୁ ପକ୍ଷୀଙ୍କର ନାମ ଆମେ କୋଠରୀରେ ଲେଖିବା। ବାମ ଆଡକୁ ଆମେ 3ଟି ପଶୁଙ୍କ ନାମ ଲେଖିବା ଯୋଉମାନେ ବଣରେ ରୁହନ୍ତି, ଆଉ ଡାହାଣ ଆଡକୁ 3ଟି ପକ୍ଷୀଙ୍କର ନାମ ଲେଖିବା ଯୋଉମାନେ ବଣରେ ରୁହନ୍ତି। ସମସ୍ତେ ମିଶିକି ନିଜ ମଧ୍ୟରେ ଆଲୋଚନା କରିକି ଏଇ କାମଟା କରିବା, ଠିକ ଅଛି? ପିଲାମାନେ ନିଜ ଖାତା ଖୋଲ ଆଉ ନିଜ ମାନଙ୍କ ଭିତରେ ଆଲୋଚନା କରିକି 3ଟି ପଶୁ, 3ଟି ପକ୍ଷୀଙ୍କର ନାଁ ଲେଖ ଯେଉଁମାନେ ବଣରେ ରହନ୍ତି। ତ ପିଲାମାନେ, ଆଜି ଆମେ ଗୋଟେ ମଜାଦାର ଗପ, କାହାର କେତେ ଗୋଡ଼, ଏ ବିଷୟରେ ଆଲୋଚନା କଲେ। ଆଉ ଏଇ ଗପ ମାଧ୍ୟମରେ ଆମେ ବହୁତ ଜିନିଷ ବିଷୟରେ ଜାଣିଲେ। ବାଘ ଗୁରୁଜୀଙ୍କ ପାଠପଢ଼ା ମାଧ୍ୟମରେ ଆମେ ବିଭିନ୍ନ ପଶୁ, ପକ୍ଷୀ, କୀଟ, ପତଙ୍ଗ ମାନଙ୍କର ଗୋଡ଼ ସମ୍ପର୍କରେ ଜାଣିଲେ ଓ ଆମ ଜୀବନରେ ଗୋଡ଼ର ବ୍ୟବହାର ବିଷୟରେ ମଧ୍ୟ ଜାଣିଲେ। ମୁଁ ଆଶା କରୁଛି ତୁମମାନଙ୍କୁ ଏହି ଗପଟା ନିଶ୍ଚିତ ଭଲ ଲାଗିଥିବ। ଏହି ଗପଟି ଆଲୋଚନା କରିସାରିବା ପରେ ତୁମେମାନେ ନିଜ ଜୀବନରେ ନିଜ ଆଖପାଖ ସବୁ ପଶୁପକ୍ଷୀମାନଙ୍କ ଗୋଡ଼ ବିଷୟରେ ଆହୁରି ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବ ବୋଲି ମୁଁ ଆଶା। ତ ପିଲାମାନେ, ଆଜିର ଆଲୋଚନାକୁ ଆମେ ଏଇଠି ରଖିବା। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।